ପିଲାମାନେ ପ୍ରଥମ ସ୍ତରର ଏହି ଗଣିତର ଉତ୍କର୍ଷ କାର୍ଯ୍ୟକ୍ରମର ଫାଉଣ୍ଡେସନ୍ କ୍ୟାମ୍ପ ତ ସରିଯାଇଛି। ତାପରେ ଆମର ଆସିଲା ସହଯୋଗାତ୍ମକ ଶିକ୍ଷଣ ସୋପାନ। ଏ ସହଯୋଗାତ୍ମକ ଶିକ୍ଷଣ ସୋପାନକୁ ସମସ୍ତଙ୍କୁ ସ୍ୱାଗତ। ଆସ ଏହି ଗଣିତର ଉତ୍କର୍ଷର ନବମ ଶ୍ରେଣୀର ଆଉ କିଛି ଆମେ ଅଧିକ ଜାଣିବା। ସୁପ୍ରଭାତ ପିଲାମାନେ, ଆଜି ନବମ ଶ୍ରେଣୀ ଉତ୍କର୍ଷ ଗଣିତର କାର୍ଯ୍ୟଫଳିତ 10 ଆପଣମାନଙ୍କୁ ସ୍ୱାଗତ ଆଉ ସମ୍ବର୍ଦ୍ଧନା। ଆଜି ଆମେ এই କାର୍ଯ୍ୟଫଳିତ 10 ମାଧ୍ୟମରେ ଜାଣିବା ପରିମେୟ ସଂଖ୍ୟାର ଦଶମିକ ପରିପ୍ରକାଶ। ପରିମେୟ ସଂଖ୍ୟାର ଦଶମିକ ପରିପ୍ରକାଶ ବିଷୟରେ ଜାଣିବା। ତ ଏଇଠି ପ୍ରଥମ ପ୍ରଶ୍ନଟି ଦେଇଛି 2/5କୁ ଦଶମିକ ରୂପରେ ପ୍ରକାଶ କର। ଯଦି 2/5କୁ ଆମେ ଦଶମିକ ରୂପରେ ପ୍ରକାଶ କରିବା ତେବେ କିଭଳି ଭାବେ ପ୍ରକାଶ କରିବା? ଯଦି ଆମେ 2/5 ଲେଖିବା, 2/5କୁ ଦଶମିକ ରୂପରେ ପ୍ରକାଶ କରିବାକୁ ହେଲେ ଆମକୁ ହରରେ ଯେକୌଣସି ଗୋଟିଏ ପୂର୍ଣ୍ଣ ସଂଖ୍ୟା ଦରକାର, ଯାହାର କି 10, 100, 1000, 10,000 ଏଭଳି ସଂଖ୍ୟା ଆମକୁ ଦରକାର। ତ 5ର ନିକଟବର୍ତ୍ତୀ ସଂଖ୍ୟା ହେଉଛି 10। ତେଣୁ 10ରେ ଆମେ ପ୍ରଥମେ 5କୁ ହରଣ କରିବା। କେତେ ଆସିଲା? 2। ତ 2 ଲବରେ 2 ଆଉ ହରରେ ଆମେ 2 ଗୁଣନ କରିବା। ତ 2/5 ସହିତ 2/2 ଗୁଣନ କରିଲେ ଆମକୁ ମିଳିଗଲା କେତେ? 2 ଦୁଗୁଣେ 4, 5 ଦୁଗୁଣେ 10। ତ ବର୍ତ୍ତମାନ 4/10କୁ ଆମେ କେତେ ଲେଖିପାରିବା? ନା 0.4 ଲେଖିପାରିବା। ସେହିଭଳି ଦ୍ୱିତୀୟଟି ଦେଖନ୍ତୁ, 4/3କୁ ଅସୀମ ପୌନଃପୁନିକ ଦଶମିକ ରୂପରେ ଲେଖ। ଯଦି 4/3କୁ ଅସୀମ ପୌନଃପୁନିକ ଦଶମିକ ରୂପରେ ଲେଖିବା ତେବେ କେମିତି ଲେଖିବା? ତ ଏଇଠି ଦେଖିପାରିବ ନା 2 ନମ୍ବରଟି ଦେଇଛି 4/3। 4/3କୁ କିଭଳି ଲେଖିବା? ନା 4କୁ ଆମେ 3 ଦ୍ୱାରା ଭାଗ କରିବା। ଯଦି 4କୁ 3 ଦ୍ୱାରା ହରଣ କରିବା ତେବେ 3 1 3 ଆସିଲା। 4 3 ଗଲା 1। ଏଇଠି ଆମେ ଦଶମିକ ଚିହ୍ନଟେ ପକାଇଲେ 1ରେ ଗୋଟିଏ ଶୂନ ପଡ଼ିବ। ତେଣୁ 3 3 9। ଆଉ ଥରେ 10ରୁ 9 ଗଲା 1, 3 3 9, 10ରୁ 9 ଗଲା 1, 3 3 9, 10ରୁ 9 ଗଲା 1। ତ ଏଇଭଳି ହିସାବରେ ଆମକୁ କ'ଣ ମିଳିଲା? ନା 1.3333 ଏଭଳି ଚାଲିବ। ତ ଆକୁ ଦେଇଛି କ'ଣ? ନା ପୌନଃପୁନ୍ୟ ସଂଖ୍ୟାରେ ଦଶମିକ ରୂପରେ ଆମେ ଲେଖିବାକୁ ପଡ଼ିବ। ତେଣୁ 4/3 = 1.3333 ଡଟ୍ 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 ବା 1.3 ଉପରେ ଆମେ ପୌନଃପୁନ୍ୟ ଚିହ୍ନଟି ଯେଉଁଟାକି ଆମର ପୁନରାବର୍ତ୍ତୀ ଚିହ୍ନଟି ଦେବା ବା 1.3 ବାର ଆମେ କହିପାରିବା। ଠିକ୍ ଅଛି। 3 ନମ୍ବର ପ୍ରଶ୍ନରେ ଦେଲା ସଂଖ୍ୟାଟି ପରିମେୟ ହେବ କି? କାରଣ ସହିତ ଉତ୍ତର ଦିଅ। କେଉଁ ସଂଖ୍ୟାଟି? ନା ସଂଖ୍ୟାଟି ପରିମେୟ କି ହେବ କି ନାହିଁ ଆମେ ତାକୁ କାରଣ ସହିତ କିଭଳି ଉତ୍ତର ଦେବା? ନା ସଂଖ୍ୟାଟି ହେଲା 0.2372372337 ଡଟ୍ 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 ଡଟ୍। ଓକେ, ଏଇ ସଂଖ୍ୟାଟିକୁ ଆମେ ଦେଖିବା ଇଏ ପରିମେୟ ନା ନାହିଁ। ବର୍ତ୍ତମାନ ଦେଖ 0.237237 ଅଛି। ତେଣୁ ତାକୁ ଆମେ ସିଧାସଳଖ ଲେଖିପାରିବା 0.237 ଉପରେ 12। ଓକେ, ଏହା ଏକ ଅସୀମ ପୌନଃପୁନିକ ଦଶମିକ ଭଗ୍ନ ସଂଖ୍ୟା। ଅସୀମ ପୌନଃପୁନିକ ଦଶମିକ ଭଗ୍ନ ସଂଖ୍ୟା। ତେଣୁ ଏହା ଏକ କି ସଂଖ୍ୟା? ଏହା ଏକ ପରିମେୟ ସଂଖ୍ୟା ଅଟେ। ତାପରେ ଆମେ 4 ନମ୍ବରକୁ ଯିବା। ସଂଖ୍ୟାଟି ପରିମେୟ କି ନୁହେଁ କାରଣ ସହିତ ଲେଖ। ଗୋଟିଏ ସଂଖ୍ୟା ଦେଇଛି, ଏଇ ସଂଖ୍ୟାଟି ଇଏ ପରିମେୟ କି ନାହିଁ ଆମେ ତାକୁ କାରଣ ସହିତ ଲେଖିବା। ତ ଆମକୁ ପ୍ରଥମେ ଜାଣିବା ଏ ସଂଖ୍ୟାଟି କ'ଣ ଦେଇଛି। ସଂଖ୍ୟାଟି ହେଲା 0.101001001001 ଡଟ୍ ଡଟ୍। ୟାକୁ ଆମେ ପ୍ରଥମେ ପରୀକ୍ଷା କରିବା। ଏହା ହେଉଛି ଏକ ଅସୀମ ଦଶମିକ ଭଗ୍ନ ସଂଖ୍ୟା। ଅସୀମ ଦଶମିକ ଭଗ୍ନ ସଂଖ୍ୟା, ମାତ୍ର ଏହା ପୌନଃପୁନିକ ନୁହେଁ। ଯଦି ଏହା ପୌନଃପୁନିକ ହେଇଥାନ୍ତା ତେବେ ଗୋଟିଏ ପରିମେୟ ସଂଖ୍ୟା ହେଇଥାନ୍ତା। ଯେହେତୁ ଇଏ ପୌନଃପୁନିକ ନୁହେଁ ତେଣୁ ଏହା ଏକ ପରିମେୟ ସଂଖ୍ୟା ନୁହେଁ। ଏଭଳି ଆମେ ତାର ଉତ୍ତର ଲେଖିପାରିବା। 5 ନମ୍ବର, ନିମ୍ନୋକ୍ତ ସଂଖ୍ୟା ଗୁଡ଼ିକ ମଧ୍ୟରୁ ପରିମେୟ ସଂଖ୍ୟା ଗୁଡ଼ିକ ଚିହ୍ନଟ କର। ଏଇ ଯେଉଁ ସଂଖ୍ୟା ଗୁଡ଼ିକ ଦେଇଛି ତଳେ ଦେଖିପାରୁଥିବ, ଏଇଥିରୁ କେଉଁ ସଂଖ୍ୟାଟି ପରିମେୟ ଆଉ କିଏ ପରିମେୟ ନୁହେଁ ଆମେ ତାକୁ ଚିହ୍ନଟ କରିବା। ପ୍ରଥମ ସଂଖ୍ୟାଟି ଦେଲା 0.6, ଦ୍ୱିତୀୟଟି 0.235,
तृतीयटी 1.272272227 डट डट डट। चतुर्थटी 2.3141414 डट डट। पंचमटी 3.01600101600016 डट डट। षष्ठटी 5.4124124122 डट डट। तो यही सब संख्या भितर आम प्रथम देखा तो यही संख्या गुड़िक परिमेय संख्या कि आम चिन्हट करवा। तो परिमेय संख्या किए ना 0.6 0.235 2.3141414 डट डट 5.412412 डट डट। एगुड़िक आम परिमेय संख्या हिसाब से नहीं पार कहीं यहाँ पर डट डट अच्छी अर्थ तार अर्थ 141414 रिपीट हो 41241241 एभली रिपीट हो। तो यही संख्यार आम जानीपारे जे एगुड़िक परिमेय संख्या गुड़िक अटंती। पिलामाने आज कार्यफर्द्य 10 पुणी आसंता काली कार्यफर्द्य 11 मिसिबा।